ସେ ମାଙ୍କଡ଼ା ଉପରେ ବୁଲୁଥିଲା। ହଁ ଆଉ ସେ ଖାଇ ବସିଥିଲି, ଆଉ ଦେଇ କହିଲା ଆଉ ଦେଖି ଗୋଟେ କି ସାପ ଗୋଟେ ଚିହ୍ନି ହଉନି। ଆଉ ସେଠୁ ମୁଁ ଆଉ ଧରି ଆଉ ବେକରେ ପକେଇ ତାକୁ ବୁଲୁଥିଲି ଆଉ ସେ ଆଉଥରେ ମୋତେ କାମୁଡ଼ିଲା ଆଉ। ଗୋଟିଏ ଧଳା ରଙ୍ଗର ରଣା ସାପ ଟାଇପ୍ରେ ସେ ଗୋଟେ ପିଲା ତାକୁ ଧରିକି ବୁଲୁଥିଲା ଏବଂ ସେ ତାକୁ କାମୁଡ଼ିଥିଲା ଏବଂ ତାକୁ ନେଇକି ଆମେ ତାର ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାରେ ଆଡ଼ମିସନ୍ କରିଛୁ। ଏହାର ଗୋଟେ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଇଥିଲା, ଯାହାଫଳରେ ସ୍ନେକ୍ ହେଲ୍ପଲାଇନ୍ର କିଛି ଲୋକ ଆଜି ଆସି ସେଇ ସାପକୁ ଦେଖିବା ପାଇଁ ଚାହୁଁଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା, ସାପଟି ଯେଉଁ ଡବାରେ ଥିଲା ସେ କୌଣସି କାରଣବଶତଃ ସେ ଡବାରେ ଗୋଟେ କଣା ଥିଲା, କେମିତି ବାହାରିକି ରାତିରେ ପଳେଇ ଯାଇଛି। ଯାହାଫଳରେ ଆମେ ବହୁତ ଖୋଜାଖୋଜି କଲା ପରେ ବର୍ତ୍ତମାନ ସୁଦ୍ଧା ତାକୁ ପାଇପାରୁ ନା। ଡକ୍ଟରଙ୍କୁ ପରାମର୍ଶ କ୍ରମେ ଆମେ ସାପଟିର ଚିହ୍ନଟ କରିବା ପାଇଁ କେଉଁଝର ଯାଇଥିଲୁ ତାଙ୍କର ଗାଁକୁ। ମାତ୍ର ସେ କେଉଁଝରରେ ନଥାଇ ଭଦ୍ରକର ବନ୍ତ ଅଞ୍ଚଳରେ ତାଙ୍କ ମାମୁଁ ଘରେ ସାପଟି ଥିବା ଜଣାଇଥିଲେ ଏବଂ ସେଠାରେ ଆସି ଆମେ ଦେଖିଲୁ ଯେଉଁ ଜାଗାରେ ସେ ସାପଟି ରଖିଥିଲେ କେମିତି ସାପଟି ପଳେଇଛି। ବହୁତ ଖୋଜାଖୋଜି ପରେ ପାଇଲୁ ଏବଂ ସେ ଯେଉଁ ଗୋଟେ ଆଲବିନୋ ପ୍ରଜାତିର ସାପ ଥିଲା। ଆଉ ସ୍ନେକ୍ ହେଲ୍ପଲାଇନ୍ ଟିମ୍ ଆସି ଚେଷ୍ଟା କରିଥିଲା ସାପଟିକୁ ସଠିକ୍ ଭାବରେ ଚିହ୍ନଟ କରିବାକୁ। ମାତ୍ର ଦୁର୍ଭାଗ୍ୟବଶତଃ ଆମେ ସାପଟିକୁ ପାଇନଥିଲୁ ଏବଂ ଏବେ ବର୍ତ୍ତମାନ ଆମେ ଏଠୁ ରିଟର୍ନ ଯାଉଛୁ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।